ସବୁଠାରୁ ସହଜ ଏବଂ ସୁଆଦିଆ ସୁଜି ପୋଡ଼ପିଠା ଆଜି ବନେଇବା। ଯେଉଁମାନଙ୍କୁ ଚାଉଳ ଜନ୍ତା ପୋଡ଼ପିଠା ବନେଇବା ପାଇଁକିନା ଅସୁବିଧା ହେଉଛି ନା, ସେମାନେ ଆରାମରେ ସୁଜି ପୋଡ଼ପିଠା ବନେଇ ପାରିବେ। ବହୁତ ସହଜରେ ବନିଯାଇଥାଏ। ଆଉ ଯଦି ଭୁଲି ଯାଇଛନ୍ତି ଚାଉଳ ଭିଜିବା ପାଇଁ, ତାହେଲେ ବି ଟେନସନ୍ ନାହିଁ, ଆପଣ ସାଙ୍ଗେ ସାଙ୍ଗେ ପୋଡ଼ପିଠା ବନେଇ ପାରିବେ। ଆଉ ଖାଇବା ପାଇଁ ପୁରା ଚାଉଳ ଜନ୍ତା ପୋଡ଼ପିଠା ଭଳିଆ ଲାଗିବ। ଆଉ ଯାହାକୁ ବି ଖାଇବା ପାଇଁ ଦେବେ ନା, ସେ ବି କହିପାରିବେନି ଯେ ଏଇଟା ସୁଜିରେ ବନା ହେଇଛି ବୋଲି। ତାହେଲେ ନିଶ୍ଚିନ୍ତ ଥରେ ବନାନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଚାଲନ୍ତୁ ଡେରି ନ କରି ଭିଡ଼ିଓଟିକୁ ଦେଖି ନେବା। ସୁଜି ପୋଡ଼ପିଠା ବନେଇବା ପାଇଁକିନା ଏଇଠି ନେଇଯାଇଛି ଗୋଟେ ଗିନାରେ ମାପିକି ଗିନାଟେ ସୁଜି। ଗ୍ରାମ୍ସ ହିସାବରେ କହିଲେ 300 ଗ୍ରାମର ସୁଜି ଅଛି। ଏକୁ ଗୋଟେ ବାଉଲରେ ଦେଇଦେବା। ସେଇଥିରେ ଦେଇଦେବା 2 ଚାମଚ ଅଟା, ଗହମ ଅଟା, ଯୋଉଟାକି ରୁଟି କରିକି ବନାଇ ଖାଆନ୍ତି ସେଇ ଅଟା। ସବୁକୁ ମିଶେଇ ନେବା ଭଲସେ। ଏବେ ଏକୁ ସାଇଡରେ ରଖିବା। ଗ୍ୟାସ୍ ଉପରେ ଏବେ ବସେଇ ନେଇଛି ଗୋଟେ କଢ଼େଇ। ଏବେ ଏଥିରେ ଦେଇଦେବା ପାଣି। ଯୋଉ ଗିନାରେ ମାପିକି ମୁଁ ସୁଜି ନେଇଥିଲି ସେଇ ଗିନାରେ ମାପିକି ପୁରା 2.5 ଗିନା ଏଠି ମୁଁ ପାଣି ଦେଇ ଦଉଛି। ଗୋଟେ ଜାଗା ସେଟ୍ କରିନିଅନ୍ତୁ, ସେଇଥିରେ ସୁଜି ପାଣିକୁ ମାପିକି ଦିଅନ୍ତୁ, ଦେଖିବେ ପୁରା ପରଫେକ୍ଟ ପିଠା ହବ। ଏବେ ଏଥିରେ 1/2 ଚାମଚ ଲୁଣ ଦେଇ ଦଉଛି। ମିଠା ପାଇଁ ଏବେ ଏଥିରେ ଦେଇଦେବା ଗୁଡ଼। ସେଇ ଗିନାରେ ମାପିକି ଫୁଲ୍ ଗିନାରୁ ଟିକେ କମ୍, ମାନେ 3/4 ଗିନା ଦେଇ ଦଉଛି ଗୁଡ଼। ମୁଁ ଏଠି ଗୁଣ୍ଡ ଗୁଡ଼ ଦେଉଛି, ଆପଣ ଯେକୌଣସି ଗୁଡ଼ ନେଇପାରିବେ। ଆଉ ମିଠା ଅନୁଯାୟୀ ଆପଣ କମ୍ ବେଶୀ କରିପାରିବେ। ଏବେ ଏଥିରେ ଦେଇ ଦଉଛି ନଡ଼ିଆ କୋରା ଆଉ କିଛି ନଡ଼ିଆ ପାତି, ଦିଟା ପକେଇଲେ ବହୁତ ବଢ଼ିଆ ଟେଷ୍ଟ ଆସିବ। ତାପରେ ଦେଇ ଦଉଛି କିଛି ଅଦା ଛେଚା, 1 ଚାମଚ ପାନ ମଧୁରୀ ଦେଇ ଦଉଛି ଏଥିରେ। ଆଉ କିଛି ଗୁଜୁରାତିର ଗୁଣ୍ଡକୁ ଦେଇ ଦଉଛି, କିଛି ଗୋଲମରିଚ ଗୁଣ୍ଡ ଦେଇ ଦଉଛି। ଆଉ ଏଥିରେ କିଛି ଡ୍ରାଏ ଫ୍ରୁଟ୍ସ ଦେଉଛି। ପୁରା ଅପସନାଲ ଅଛି, ଆପଣ ଚାହିଁଲେ ପକେଇ ପାରିବେ, ସ୍କିପ୍ କରିପାରିବେ, କିନ୍ତୁ ପକେଇଲେ ବହୁତ ଟେଷ୍ଟି ଲାଗିଥାଏ, ପାଟିରେ ଖଣ୍ଡେ ଖଣ୍ଡେ ବାଜିଲେ। ଏବେ ଏଥିରେ ଦେଇ ଦଉଛି 2 ବଡ଼ ଚାମଚ ଗୁଆ ଘିଅ। ବହୁତ ବଢ଼ିଆ ପିଠାରେ ବାସ୍ନା ଆସିବ। ତାପରେ ଏ ସବୁକୁ ଭଲ ଭାବେ ଗୋଳେଇ ନେବି। ମୁଁ ଏଠି ତେଜପତ୍ର ପକେଇବାକୁ ଭୁଲି ଯାଇଥିଲି, ଗୋଟେ ତେଜପତ୍ର ମଧ୍ୟ ଦେଇଦେବା। ଆଉ ସବୁକୁ ଭଲ କି ଫୁଟିବା ପାଇଁ ଦେବା ହାଇ ଫ୍ଲେମ୍ରେ। ଦେଖନ୍ତୁ ବଢ଼ିଆ ଭାବରେ ଏଠି ଫୁଟି ଆସିଲାଣି। ଏବେ ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ କରିଦେବା। ଏବେ ସୁଜିକୁ ଗୋଟେ ବାଁ ହାତରେ ଧରିବା, ଆଉ ଡାହାଣ ହାତରେ ଏଇଭଳି ଚଲେଇ ଚଲେଇକି ଅଳ୍ପ ଅଳ୍ପ କରିକି ସୁଜି ପକେଇକିନା ଗୋଳେଇବା। ଏକା ସାଙ୍ଗରେ ପକେଇଲେ ପିଣ୍ଡା ହେଇଯିବ, ସେଇଥିପାଇଁ ଏମିତି ଅଳ୍ପ ଅଳ୍ପ କରିକିନା ଆପଣ ପକେଇ ପକେଇକି ଗୋଳେଇକି ଜନ୍ତୁଣୀ ପ୍ରସ୍ତୁତ କରିବେ। ବହୁତ ଶୀଘ୍ର ଏଇଟା ଜନ୍ତୁଣୀ ହେଇଯିବ, କାହିଁକିନା ଆମର ପାଣିଟା ତ ପୁରା ଫୁଲ୍ ଗରମ ଫୁଟୁଥିଲା। ଆଉ ସୁଜି ପକେଇଲେ ସାଙ୍ଗେ ସାଙ୍ଗେ ଜନ୍ତୁଣୀ ହେଇଯିବ, ବେଶୀ ସମୟ ଆପଣଙ୍କୁ ମଧ୍ୟ ଲାଗିବନି। ଏଇଭଳି ଦେଖିବେ ପୁରା ଗୋଟେ ସମାନ ହେଇଯିବ, ପୁରା ଡୋ ଆକାରର। ଜାଣିବେ ଜନ୍ତୁଣୀ ହେଇଗଲାଣି, ଆଉ କଲର ମଧ୍ୟ ଜନ୍ତୁଣୀର ଚେଞ୍ଜ ହେଇଯିବ। ରେଡି ହେଇଯାଇଛି ଏବେ ଆମର ଜନ୍ତୁଣୀ। ଏବେ ପିଠା ପୋଡ଼ିବା ପାଇଁ କଢ଼େଇ ନେଇଯିବା। ଗୋଟେ ମୋଟା କଢ଼େଇ ନେଇଯିବେ। ଆଉ ମୁଁ ନନଷ୍ଟିକ୍ ବ୍ୟବହାର କରୁଛି, ଆପଣ ଯେକୌଣସି କଢ଼େଇ ନେଇପାରିବେ, କିନ୍ତୁ ଷ୍ଟିଲ୍ କଢ଼େଇ ନେବେନି, ଏତେ ପୋଡ଼ି ଯିବ ଜଲ୍ଦି। ତେଣୁ ରସ କଢ଼େଇରେ ମଧ୍ୟ ଆପଣ ବନେଇ ପାରିବେ, ଲୁହା କଢ଼େଇରେ ମଧ୍ୟ ବନେଇ ପାରିବେ। ଆଉ ଏଥିରେ କଦଳୀ ପତ୍ର ଦେଇଦେବା, ଉପରୁ ଘିଅ ଦେଇଦେବା, ଆଉ ଏମିତି ଟିକେ ଖଣ୍ଡ ନଡ଼ିଆ ଦେଇଦେବା, ବଢ଼ିଆ ଦେଖାଯିବ। ତାପରେ ଗରମ ଗରମ ଜନ୍ତୁଣୀକୁ ସେଇଥିରେ ଦେବେ, ଥଣ୍ଡା କରିବେନି ଜନ୍ତୁଣୀକୁ, ଗରମ ଗରମ ହିଁ ଦେବେ। ଯେଉଁ ତେଜପତ୍ର ପକେଇଥିଲେ ତାକୁ ମଧ୍ୟ ଏକୁଟି ବାହାର କରିଦେବା, ଯାହା ବାସ୍ନା ଆସିଥିବ ଆସିଯାଇଛି ଏଥିରେ। ଆଉ ଏବେ ଜନ୍ତୁଣୀକୁ ସେଥିରେ ଦେଇକିନା ହାତକୁ ପୁରା ପାଣି ହାତ ହେଇଯିବା। ହାତରେ ଏଇଭଳି ତାକୁ ଚାପି ଦେବା, ଭଲ କି ଚାପି ଦେଲେ ଚାରିଆଡ଼ୁ ସମାନ ହବ। ଆଉ ଏଇଭଳି ତାକୁ ଭଲ କି ଚାପି ଦେବା, ପାଣି ହାତ ହେଇକି ଚାପି ଦେବେ। ତାପରେ ଉପରୁ ଆମେ କିଛି ନଡ଼ିଆ ଖଣ୍ଡ ଭଲ ଦେଖାଯିବା ପାଇଁ ପୁଣି ଥରେ ସଜେଇ ଦେବା। ଆଉ କାଜୁ କିସମିସ୍ ଯାହା ଆପଣଙ୍କୁ ଡ୍ରାଏ ଫ୍ରୁଟ୍ସ ପସନ୍ଦ ଆପଣ ଏଇଠି ଉପରେ ସଜେଇ ପାରିବେ। ମୁଁ ଏଠି କେବଳ କାଜୁ ଟିକେ ଦେଇ ଦେଉଛି। ଆଉ ସବୁକୁ ଭଲ କି ଚାପି ନେବେ, କାହିଁକି ନା ବାହାରି ଯିବ, ନହେଲେ ଚାପି ଦେଲେ ଆଉ ବାହାରିବନି। ଆଉ ଉପରୁ ଟିକେ ଘିଅ ମଧ୍ୟ ଦେଇଦେବା, ପିଠାରେ ବଢ଼ିଆ ସାଇନିଂ ଆସିବ। ଆଉ ଏମିତି ହାତରେ ତାକୁ ଲଗେଇ ନେବା। ଆଉ ଉପରୁ ଗୋଟେ କଦଳୀ ପତ୍ର ଦେଇଦେବା, ଯାହାଦ୍ୱାରା କି ବାମ୍ଫଟା ଏ କଦଳୀ ପତ୍ରରେ ରହିଯିବ। ଏବେ ଲିଡ୍ ଦେଇକି ଲିଡ୍ରେ ଯେଉଁ ହୋଲ୍ଟା ଅଛି ତାକୁ ମଧ୍ୟ ବନ୍ଦ କରିଦେବା, ପୁରା ବାମ୍ଫଟା ଭିତରେ ରହିବ। ସେଥିପାଇଁ ସେ ଜନ୍ତୁଣୀରୁ ଟିକେ ଲଗେଇ ନେବା, ବନ୍ଦ ହେଇଯିବ। ଏବେ ଆମେ ପିଠା ପୋଡ଼ିବା। ତ ଗ୍ୟାସ୍ର ଫ୍ଲେମ୍କୁ ପୁରା ହାଇ ରଖିବେ। ହାଇ ଫ୍ଲେମ୍ରେ 5 ମିନିଟ୍ ପର୍ଯ୍ୟନ୍ତ ରଖିବେ। ତାପରେ ତାକୁ ପୁରା ଲୋ କରିନେବେ। ଲୋ ଫ୍ଲେମ୍ରେ ପୁରା 50 ମିନିଟ୍ ପର୍ଯ୍ୟନ୍ତ ଆପଣ ପିଠାକୁ ପୋଡ଼ିବେ। ଆଉ ପିଠା ଯେତେ ବଡ଼ କରିଥିବେ ୟା ଛୋଟ କରିଥିବେ, ସେଇ ହିସାବରେ ଆପଣଙ୍କୁ ଟାଇମ୍ ମଧ୍ୟ ଲାଗିବ। ପିଠା ଏଇଠି ପୁରା 50 ମିନିଟ୍ ହେଇଯାଇଛି। ଦେଖି ନେବା ପିଠା ହେଇଛି କି ନାହିଁ। ଏବେ ଉପରେ ଦେଖନ୍ତୁ କେତେ ବାମ୍ଫ ପାଣି ରହିଛି, ତାକୁ ଏମିତି କେୟାରଫୁଲି ବାହାର କରିନେବା। ଆଉ ହାତରେ ଦେଖନ୍ତୁ ଏମିତି ଦେଇକି ଦେଖିଲେ ବିଲକୁଲ ହାତରେ ଲାଗୁନି। ଆଉ ସାଇଡ୍ ଗୁଡ଼ା ଦେଖନ୍ତୁ ପୁରା କଲର୍ ଆସିଯାଇଛି। ପିଠା ଏଇଠି ପୁରା ପରଫେକ୍ଟ ହେଇଯାଇଛି।
ଆପଣ ଯଦି ଟୁଥପିକ୍ରେ ଇନସର୍ଟ କରିକି ଦେଖିବେ ନା, ଟୁଥପିକ୍ରେ ଟିକେ ଲାଗିବ, ଆପଣଙ୍କୁ ଲାଗିବ କଞ୍ଚା ଅଛି ପିଠା, କିନ୍ତୁ ବିଲକୁଲ ନୁହେଁ, ପିଠା ପୁରା ବଢ଼ିଆ ଭାବରେ ଏଇଠି ହେଇଯାଇଛି। ପିଠା ହେଇଗଲେ ଅଟୋମେଟିକ୍ ଦେଖିବେ ପିଠାର ଉପର କଲରଟା ମଧ୍ୟ ଚେଞ୍ଜ ହେଇ ଆସିବ। ଏବେ ଚାଲନ୍ତୁ ପିଠାର ଉପର ପର୍ସନଟାକୁ ପୋଡ଼ିବା, କାରଣ ଦି ସାଇଡ୍ ପୋଡ଼ିଲେ ହିଁ ଖାଇବା ପାଇଁ ବହୁତ ଟେଷ୍ଟି ଲାଗିଥାଏ। ଏବେ ତାୱାରେ କଦଳୀ ପତ୍ର ଦେଇଦେବା, ତାପରେ ଏଇଭଳି କେୟାରଫୁଲି କଢ଼େଇଟାକୁ ଓଲଟେଇ ନେବା। ଦେଖନ୍ତୁ ପିଠା କେତେ ବଢ଼ିଆ କଲର ଆସିଛି, ଏପଟ ସାଇଡ୍ରେ ମଧ୍ୟ ବେଶୀ ପୋଡ଼ିନି। ଏଇଭଳି ରହିଲେ ବି ଖାଇବା ପାଇଁ ବହୁତ ବଢ଼ିଆ ଲାଗିଥାଏ। ଆପଣଙ୍କୁ ଯଦି ଆଉ ଟିକେ ପସନ୍ଦ ବ୍ରାଉନ୍ କଲର, ତାହେଲେ ଆପଣ ଆଉ ଟିକେ ଡେରି ବସେଇ ନେବେ। ପିଠା ଏବେ ଗୋଟେ ସାଇଡ୍ ହେଇଯାଇଛି, ଆଉ ଗୋଟେ ସାଇଡ୍ ଏଇଭଳି ତାକୁ ଲୋ ଫ୍ଲେମ୍ରେ ପୁରା 10 ମିନିଟ୍ ପର୍ଯ୍ୟନ୍ତ ପିଠାକୁ ବସେଇ ନେବା, ଆର ସାଇଡ୍କୁ ପୋଡ଼ିବା ପାଇଁକିନା। ପିଠା ଏବେ ପୋଡ଼ି ଯାଇଛି, ଏବେ ପୁରା ଥଣ୍ଡା କରିନେବେ 4-5 ଘଣ୍ଟା ରଖିକିନା। ଥଣ୍ଡା ହେଇଗଲେ ପିଠା କାଟିବା ପାଇଁ ସୁବିଧା ହେବ, ଆଉ ପିଠା ଖାଇବା ପାଇଁ ମଧ୍ୟ ଟେଷ୍ଟି ଲାଗିବ। ଏଠି ଦେଖନ୍ତୁ ପୁରା 2 ଘଣ୍ଟା ପରେ ମୁଁ ଆପଣମାନଙ୍କୁ ଦେଖାଉଛି। ପିଠା ଏଇଠି ପୁରା ଥଣ୍ଡା ହେଇନି, ହାଲକା ଉଷୁମ ଅଛି। ଚାଲନ୍ତୁ ଏବେ ଦେଖିନେବା ଏକୁ କାଟିକି। ପିଠାର କଲର ଦେଖନ୍ତୁ କେତେ ବଢ଼ିଆ ଆସିଛି, ଆଉ ଦେଖନ୍ତୁ କେତେ ସୁନ୍ଦର ଭାବରେ ଏଇଟା କଟି ମଧ୍ୟ ଯାଉଛି। କିନ୍ତୁ ଯଦି ଆପଣ ପୁରା ସକାଳ ପର୍ଯ୍ୟନ୍ତ ଛାଡ଼ିଦେବେ ନା, ରାତିରେ ବନେଇକି ସକାଳ ପର୍ଯ୍ୟନ୍ତ ଛାଡ଼ିଦେବେ, ପିଠାର ଟେଷ୍ଟ ବି ବହୁତ ଭଲ ଆସିବ, ଆଉ କାଟିଲେ ଛୁରୀରେ ମଧ୍ୟ ବିଲକୁଲ ଲାଗିବନି। ଏଇଠି ଦେଖନ୍ତୁ କେତେ ବଢ଼ିଆ ଭାବରେ ହେଇଛି ପିଠା, ଆଉ ପିଠାର ବାସ୍ନା ପୁରା ଘର ମହକୁଛି। ବହୁତ ବଢ଼ିଆ ବନିଛି, ଆପଣ ବି ଏଇଭଳି ବନାନ୍ତୁ, ବହୁତ ଟେଷ୍ଟି ଲାଗିବ। ପିଠା ପୁରା ଚାଉଳ ପୋଡ଼ ପିଠା ଭଳି ଲାଗିବ, ଆଉ ଦେଖନ୍ତୁ ଦେଖିକି ଲାଗୁଛି କି ଆପଣଙ୍କୁ ସୁଜିରେ ବନା ହେଇଛି ବୋଲି, ଖାଇକି ବି ବିଲକୁଲ ବି ଲାଗିବନି। ବନାନ୍ତୁ, କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଫ୍ରେଣ୍ଡ ଫ୍ୟାମିଲି ମେମ୍ବରଙ୍କ ସହିତ ସେୟାର କରିଦେବେ, ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଦେଖନ୍ତୁ କେତେ ପୁରା ସଫ୍ଟ ବନିଛି ପିଠା। ତାହେଲେ ରହିଲି, ପୁଣି ଆସିବି ଏକ ନୂଆ ରେସିପି ସହିତ। ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।